ଜୟାଭୂମି ଏକାଦଶୀ କଥା। ପ୍ରାଚୀନ କାଳରେ ଦେବଲୋକରେ ଦେବରାଜ ଇନ୍ଦ୍ର ତାଙ୍କର 50 କୋଟି ଗନ୍ଧର୍ବଙ୍କ ସହିତ ନନ୍ଦନବନରେ ବିହାର କରୁଥାନ୍ତି। ସେଠାରେ ଏକ ବଡ଼ ନୃତ୍ୟ ଓ ସଙ୍ଗୀତର ଆସର ଜମିଥାଏ। ସେହି ଗନ୍ଧର୍ବମାନଙ୍କ ମଧ୍ୟରେ ମାଲ୍ୟବାନ ନାମକ ଜଣେ ଗନ୍ଧର୍ବ ଓ ପୁଷ୍ପବନ୍ତୀ ନାମକ ଜଣେ ଅପ୍ସରା ନୃତ୍ୟ କରୁଥିଲେ। କିନ୍ତୁ ସେମାନେ ନୃତ୍ୟ କରୁଥିବା ସମୟରେ ପରସ୍ପର ପ୍ରେମରେ ଏତେ ମୁଗ୍ଧ ହୋଇଗଲେ ଯେ ବାରମ୍ବାର ନୃତ୍ୟର ତାଳ ଭାଙ୍ଗିଗଲା। ସେମାନେ ଠିକ୍ ଭାବରେ ନୃତ୍ୟ କରିପାରିଲେ ନାହିଁ। ଏହା ଦେଖି ଦେବରାଜ ଇନ୍ଦ୍ର ଅତ୍ୟନ୍ତ କ୍ରୋଧିତ ହେଲେ ଏବଂ ସେମାନଙ୍କୁ ଅଭିଶାପ ଦେଇ କହିଲେ, ତମେମାନେ କାମନାର ବଶବର୍ତ୍ତୀ ହୋଇ ଦେବସଭାର ମର୍ଯ୍ୟାଦା ଭଙ୍ଗ କଲ। ତେଣୁ ତମେ ଉଭୟେ ଏହିକ୍ଷଣି ପିଶାଚ ଯୋଗିନୀରେ ଜନ୍ମ ନିଅ ଏବଂ ମର୍ତ୍ତ୍ୟଲୋକର ଦୁଃଖ ଭୋଗ କର। ଇନ୍ଦ୍ରଙ୍କ ଅଭିଶାପରେ ମାଲ୍ୟବାନ ଓ ପୁଷ୍ପବନ୍ତୀ ପିଶାଚ ରୂପ ଧାରଣ କରି ହିମାଳୟ ପର୍ବତରେ ବାସ କରିବାକୁ ଲାଗିଲେ। ସେମାନେ ସର୍ବଦା ଦୁଃଖ ଏବଂ ଯନ୍ତ୍ରଣାରେ କାଳାତିପାତ କରୁଥିଲେ। ପିଶାଚ ରୂପରେ ଭୋକ, ଶୋଷ, ଶୀତ ଏବଂ ଉତ୍ତାପର କଷ୍ଟ ସହିବାକୁ ପଡୁଥିଲା। ସେମାନଙ୍କୁ ମନେହେଲା ଏହି ଯନ୍ତ୍ରଣା ନରକର ଯନ୍ତ୍ରଣାଠାରୁ ମଧ୍ୟ ଅଧିକ ଭୟଙ୍କର। ଅନେକ ବର୍ଷ ବିତିଗଲା। ଦିନେ ସେମାନେ ଅତ୍ୟନ୍ତ ଦୁଃଖରେ ପୀଡ଼ିତ ହୋଇ ହିମାଳୟର ଏକ ଅଶ୍ୱତ୍ଥ ବୃକ୍ଷ ମୂଳରେ ବସି ବିଳାପ କରୁଥାନ୍ତି। ସେହି ଦିନଟି ଥିଲା ମାଘ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି। ସେହିଦିନ ସେମାନେ ଦୁଃଖରେ ଏତେ ବିବ୍ରତ ଥିଲେ ଯେ କୌଣସି ଖାଦ୍ୟ କିମ୍ବା ଜଳ ଗ୍ରହଣ କରିନଥିଲେ। ଦୁଃଖରେ ସେମାନେ ସାରା ରାତି ଉଜାଗରରେ କାଟିଦେଲେ ଏବଂ ନିଜର ଦୁର୍ଦ୍ଦଶା ପାଇଁ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କରିବାରେ ଲାଗିଲେ। ସେମାନେ ଜାଣିନଥିଲେ ଯେ ସେମାନେ ଏକାଦଶୀ ବ୍ରତର ସମସ୍ତ ନିୟମ ଅଜାଣତରେ ପାଳନ କରିସାରିଛନ୍ତି। ଉପବାସ ଓ ରାତ୍ରି ଉଜାଗରଣ ପରଦିନ ସୂର୍ଯ୍ୟ ଉଦୟ ହେବା ମାତ୍ରେ ଏକାଦଶୀ ବ୍ରତର ପ୍ରଭାବରେ ଏବଂ ଭଗବାନ ବାସୁଦେବଙ୍କ କୃପାରୁ ମାଲ୍ୟବାନ ଓ ପୁଷ୍ପବନ୍ତୀଙ୍କର ପିଶାଚ ଶରୀର ଲୋପ ପାଇଗଲା। ସେମାନେ ପୁନର୍ବାର ସେମାନଙ୍କର ସୁନ୍ଦର ଗନ୍ଧର୍ବ ଓ ଅପ୍ସରା ରୂପ ଫେରି ପାଇଲେ। ଏକ ଦିବ୍ୟ ବିମାନରେ ବସି ସେମାନେ ସ୍ୱର୍ଗଲୋକକୁ ଫେରିଗଲେ। ସ୍ୱର୍ଗଲୋକରେ ଇନ୍ଦ୍ର ସେମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ ଏବଂ ପଚାରିଲେ, ତମେମାନେ କିପରି ଏହି ପ୍ରେତ ଯୋଗିନୀରୁ ମୁକ୍ତି ପାଇଲ? ମାଲ୍ୟବାନ ଏବଂ ପୁଷ୍ପବନ୍ତୀ ସବୁ କଥା କହିଲେ ଏବଂ ଜଣାଇଲେ ଯେ ସେମାନେ ଅଜାଣତରେ ମାଘ ଶୁକ୍ଳ ଏକାଦଶୀ ବ୍ରତ ପାଳନ କରିଥିଲେ। ଏହା ଶୁଣି ଇନ୍ଦ୍ର ଅତ୍ୟନ୍ତ ପ୍ରସନ୍ନ ହେଲେ ଏବଂ କହିଲେ, ଏହି ଏକାଦଶୀର ମହିମା ଅତୁଳନୀୟ। ଏହି ବ୍ରତ ପାଳନ କଲେ ବ୍ରହ୍ମହତ୍ୟା ଭଳି ମହାପାପରୁ ମଧ୍ୟ ମୁକ୍ତି ମିଳେ। ଯେଉଁମାନେ ଏହି ଜୟା ଏକାଦଶୀ ବ୍ରତକୁ ନିଷ୍ଠାର ସହିତ ପାଳନ କରିବେ ସେମାନେ ମୋର ମଧ୍ୟ ପୂଜନୀୟ ହେବେ। ଏହିପରି ଭାବରେ ମାଲ୍ୟବାନ ଏବଂ ପୁଷ୍ପବନ୍ତୀ ଏକାଦଶୀ ବ୍ରତର ମହିମା ଦ୍ୱାରା ପାପମୁକ୍ତ ହୋଇ ଦିବ୍ୟ ସୁଖ ଲାଭ କଲେ। ଶିକ୍ଷା, ଏକାଦଶୀ ବ୍ରତର ମହିମା ଏତେ ମହାନ ଯେ ଏହାକୁ ନିଷ୍ଠାର ସହ ପାଳନ କଲେ ଜାଣତରେ ବା ଅଜାଣତରେ ହୋଇଥିବା ସମସ୍ତ ପାପ ନାଶ ହୁଏ ଏବଂ ଜୀବକୁ ମୁକ୍ତି ଓ ଶାନ୍ତି ମିଳେ। ଆପଣ ଯଦି ଅନ୍ୟ କୌଣସି ଏକାଦଶୀର କାହାଣୀ ଯଥା ନିର୍ଜଳା, ରମା, ପୁତ୍ରଦା ଜାଣିବାକୁ ଚାହୁଁଛନ୍ତି ତେବେ କମେଣ୍ଟ ମାଧ୍ୟମରେ ମୋତେ ଜଣାନ୍ତୁ। ଏମିତି ନୂଆ ନୂଆ ପୌରାଣିକ କଥା ଶୁଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ। ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିନେବେ ଏମିତି ପୌରାଣିକ ଭକ୍ତି ଭରା କାହାଣୀ ଶୁଣିବା ପାଇଁ। ରାଧେ ରାଧେ।